ए होची बाणपुर घंटशिला पहाड़। जो घंटशिला पहाड़ रे पौराणिक किंवदंती कहे बाणपुर राजा बाणासुर आसी यही पहाड़ रे तपस्या करे। से पहाड़ रे एबे शुभुची घंटर शब्द। आपण मैंने देखिपे जो पहाड़ रे अन्य खंड खंड पहाड़ पड़ी ताकू बाड़ेले तेला ठक ठक शुभु थाए, किंतु से पहाड़ रे गोटे पहाड़ खंड अच्छी से पहाड़ को बाड़ेले घंटर शब्द शुए आ घंटी भाया शुणा मिले। मु सहज कहि आउरी दृश्य देखे सेपाटे गोटे पहाड़ अच्छी ये घंटशिला पहाड़ को लगे पहाड़ अच्छी। ये पहाड़ किंवदंती कौन, पुराण कौन कहे एवं वैज्ञानिक कौन कहते आसतु जानिबा। पहाड़ ଏହି ସମୟରେ ଜଣେ ଯୁବକ ପାହାଡ଼ ଉପରେ ଥିବା ଏହି ପଥରକୁ ଅନ୍ୟ ପଥରରେ ବାଡ଼େଇବା ଦ୍ୱାରା ଶୁଭିଥିଲା ଘଣ୍ଟର ଶବ୍ଦ। ବାଣପୁର ଯେକୌଣସି କୋଣ ବିକୋଣକୁ ଆପଣ ଅନୁଧ୍ୟାନ କରିବେ, ବିଭିନ୍ନ ଶକ୍ତିପୀଠ ଠାରୁ ଆରମ୍ଭ କରି ଆଉ ଦେବାଳୟ ମନ୍ଦିରମାନ ରହିଛି। ତାରି ମଧ୍ୟରୁ এই ଘଣ୍ଟଶିଳା ପାହାଡ଼ର ହେଉଛି ଅନ୍ୟତମ। ବାଣପୁରର ରାଜା ରାଜୁଡ଼ା ମାନେ ତାଙ୍କର ଗଡ଼କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଜାଗାରେ ତାଙ୍କର ଗୁପ୍ତଚର ଓ ସୈନ୍ୟମାନଙ୍କୁ ସେ ନିୟୋଜିତ କରିଥିଲେ। କାଳେ ଶତ୍ରୁମାନେ ପ୍ରବେଶ କରିଯିବେ ସେ ସଂକେତ ଦେବା ପାଇଁ এই ଘଣ୍ଟଶିଳା ପାହାଡ଼ର ଅନେକ ପଥରକୁ ଆଉ ଗୋଟେ ପଥରରେ ବାଡ଼େଇଲେ ଏ ଘଣ୍ଟିର ଶବ୍ଦ ବାରମ୍ବାର ବାହାରେ। କିନ୍ତୁ ବଡ଼ ଦୁଃଖଦାୟକ ବିଷୟ, ବାଣପୁର ଇତିହାସ ମଧ୍ୟରେ ଏଇଟା ଲୁକାୟିତ ହୋଇକି ରହିଯାଇଛି। ଘଣ୍ଟଶିଳାରେ ଏପର୍ଯ୍ୟନ୍ତ ଡେଭଲପମେଣ୍ଟ ହୋଇପାରୁନି କି କୌଣସି ପ୍ରଶାସନର ଏଥିପ୍ରତି ଦୃଷ୍ଟି ପଡ଼ୁନାହିଁ। ଘଣ୍ଟଶିଳା ପାହାଡ଼ ଏକ ଐତିହାସିକ ତଥା କିମ୍ବଦନ୍ତୀ ସମ୍ଭୂତ ପାହାଡ଼। ଅତୀତରେ ବାଣାସୁର ଏଠି ରାଜତ୍ୱ କରୁଥିଲା ବେଳେ ସେ ସେଠାରେ ଅବସ୍ଥାନ କରୁଥିଲା ବୋଲି କିମ୍ବଦନ୍ତୀ ରହିଛି। କିନ୍ତୁ ପରବର୍ତ୍ତୀ କାଳରେ ଯେତେବେଳେ ବୌଦ୍ଧ ଧର୍ମର ପ୍ରଚାର ରହିଥିଲା ସମଗ୍ର ଭାରତବର୍ଷରେ, ସେତେବେଳେ ଏ ବାଣପୁର ଅଞ୍ଚଳରେ ବୌଦ୍ଧ ଧର୍ମର ମଧ୍ୟ ପ୍ରସାର ଘଟିଥିଲା ଏବଂ ସେ ଯେଉଁ ଘଣ୍ଟଶିଳା ପାହାଡ଼ କୁହାଯାଉଛି ସେ ଘଣ୍ଟଶିଳା ପାହାଡ଼ ଉପରେ ବୌଦ୍ଧ ଧାର୍ମିକ ବୌଦ୍ଧ ଶ୍ରବଣମାନେ ସେଠି ଅବସ୍ଥାନ କରୁଥିଲେ ଏବଂ ଏ ଅଞ୍ଚଳରେ ବୌଦ୍ଧ ଧର୍ମ ପ୍ରସାର ପାଇଁ ସେମାନେ ଉଦ୍ୟମ କରୁଥିଲେ। ପୌରାଣିକ ମତ ଅନୁସାରେ ଲୋକମାନେ କୁହନ୍ତି ବାଣପୁରରେ ବାଣାସୁର ନାମର ଜଣେ ରାଜା ରାଜୁତି ସମୟରେ ବାଣାସୁର ସେହି ସ୍ଥାନରେ ବସି ତପସ୍ୟା କରୁଥିଲେ। ମାତ୍ର ଠାକୁରଙ୍କୁ ପୂଜା କରିବା ସମୟରେ ସେତେବେଳେ ଘଣ୍ଟ ନଥିବାରୁ ଏହି ପଥରକୁ ଘଣ୍ଟ ରୂପେ ବ୍ୟବହାର କରୁଥିଲେ ବାଣାସୁର। ଏହାପରେ ବାଣାସୁର ତପସ୍ୟା ସାରି ପ୍ରଥମେ ଘୁମୁସୁର ଓ ପରବର୍ତ୍ତୀ ସମୟରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଏହି ଅଲୌକିକ ଘଟଣାକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି। ଏଇ କିଛି ଦିନ ଧରି ଘଣ୍ଟଶିଳା ପାହାଡ଼ର ପଥରର ଶବ୍ଦ ସମଗ୍ର ଓଡ଼ିଶାରେ ଗୋଟେ ଆଲୋଚନାର ବିଷୟବସ୍ତୁ ହୋଇଛି। ପୁରାଣ କହୁଛି ଯେ ସେଠି ଘଣ୍ଟ ଭଳି ଶବ୍ଦ କରୁଥିବା ପଥର ସଂଯୁକ୍ତ ସେ ପାହାଡ଼ ଯୋଗୁଁ ତାର ନାଁ ଘଣ୍ଟଶିଳା ହୋଇଛି। କେତେକ କହନ୍ତି ଯେ ବାଣାସୁର ସେଇ ପାଖରେ ରହି ମା ଭଗବତୀଙ୍କୁ ପୂଜା ଆରାଧନା କଲାବେଳେ ପଥରକୁ ବାଡ଼େଇ ଘଣ୍ଟ ଶବ୍ଦ କରି ପୂଜା କରୁଥିଲା। ଏମିତି ବିଭିନ୍ନ ପ୍ରକାର ଲୋକକଥା କିମ୍ବଦନ୍ତୀ ପ୍ରଚଳିତ ଅଛି ବାଣପୁରରେ। କିନ୍ତୁ ବୈଜ୍ଞାନିକ ମତରେ କୌଣସି ଅଲୌକିକତା ନାହିଁ। ପଥରରେ ଲୌହ ଅଂଶର ପରିମାଣ ଅତ୍ୟଧିକ ଭାବରେ ଥିବାରୁ ତାହା ଏଭଳି ଶବ୍ଦ କରାଯାଉଛି ବୋଲି କେତେକ ବିଜ୍ଞାନବିତ୍ ଏହାକୁ ପ୍ରକାଶ କରିଛନ୍ତି। ତେଣୁ ଯଦି ସେହି ପଥରକୁ ନେଇ ପ୍ରକୃତରେ
ତାକୁ ପରୀକ୍ଷା ନିରୀକ୍ଷା କରାଯାଆନ୍ତା ତାହେଲେ ଅସଲ କଥାଟି ଜଣାପଡ଼ନ୍ତା। ଖୋର୍ଦ୍ଧାରୁ କାହ୍ନୁଚରଣ ବେହେରାଙ୍କ ରିପୋର୍ଟ, ଅର୍ଗଷ୍ଟ ନ୍ୟୁଜ୍।